ଆଜି ସକାଳୁ ସକାଳୁ ଥଣ୍ଡାରେ ପ୍ରଶାନ୍ତ ସହିତ କୁଆଡେ ଯିବାକୁ ପଡିଲା। ରାମ ରାମ ସାଙ୍ଗାନେ, ଛତ୍ରପୁରରେ କିଛି କାମ ଥିଲା ତ ପ୍ରଶାନ୍ତ ଆସିଥିଲା ମତେ ନେବା ପାଇଁ। ତାପରେ ଦୁଇ ଜଣ ଯାକ ମିଶିକି ବାହାରି ପଡିଲୁ ଛତ୍ରପୁର ଯିବା ପାଇଁ। କିଛି ବାଟ ଗଲା ପରେ ଆସିକି ପହଞ୍ଚି ଗଲୁ କବିସୂର୍ଯ୍ୟ ନଗର ଠାରେ। ସେଠିକୁ ଆସିଲା ପରେ ଗାଡିରେ ତେଲ ନଥିଲା ବୋଲି ପେଟ୍ରୋଲ ପମ୍ପରେ ତେଲ ପକେଇଦେଲୁ। ଦେନ୍ ପଳେଇ ଆସିଲୁ ସକାଳୁ ସକାଳୁ ପୁରୀ ଉପମା ଟିକେ ଖାଇବା ପାଇଁ। ସେଠି ଜଳଖିଆ କରିସାରିଲା ପରେ ବାହାରିକି ଚାଲିଲୁ ଛତ୍ରପୁର। ଫାଇନାଲି 62 କିଲୋମିଟର ଅତିକ୍ରମ କରିସାରିଲା ପରେ ଆମେ ଦୁଇ ଜଣ ଆସିକି ପହଞ୍ଚି ଗଲୁ ଛତ୍ରପୁରରେ। ସେଠିକୁ ଆସିଲା ପରେ କିଛି ଡକୁମେଣ୍ଟର ଜେରକ୍ସ କାଢିବାର ଥିଲା ତ ଫାଷ୍ଟ ଜେରକ୍ସ କାଢିଦେଲୁ। ଦେନ୍ ପଳେଇ ଆସିଲୁ ଆରଟିଓ ଅଫିସକୁ। କିସ ପାଇଁ ବୋଲେ ପ୍ରଶାନ୍ତର କରିବାର ଥିଲା ଡ୍ରାଇଭିଂ ଲାଇସେନ୍ସ। ତ ସିଏ ଆସିଥିଲା ଛତ୍ରପୁର ଆରଟିଓ ଅଫିସକୁ ଡ୍ରାଇଭିଂ ଟେଷ୍ଟିଂ ଦେବାକୁ। ଆଉ ମୁଁ ତ ମୋର ଅଲରେଡି ଡ୍ରାଇଭିଂ ଲାଇସେନ୍ସ କରିଦେଇଛି। ତାପରେ ପ୍ରଶାନ୍ତ ତାର ପୁଲିଂ ପାସ୍ ଦେଖେଇକି ଆରଟିଓ ଅଫିସ ଭିତରକୁ ଗଲା। ଆଉ ଏବେ ତ ରୁଲ ବଗେରା ଚେଞ୍ଜ ହୋଇଯାଇଛି। ଆରଟିଓ ଅଫିସ ଭିତରେ ଫଟୋ ଭିଡିଓ ସୁଟ୍ କରିବା ମନା। ତା ସହିତ ଯାହାର ପୁଲିଂ ପାସ୍ ଅଛି ତାକୁ ହିଁ ଭିତରକୁ ଛାଡା ହଉଛି। ତ ମତେ ବାହାରେ ରହିବାକୁ ପଡିଲା। ଫାଇନାଲି ପ୍ରଶାନ୍ତ ତାର ଡ୍ରାଇଭିଂ ଟେଷ୍ଟିଂ ଦେଇଦେଲା ଆଉ ଡ୍ରାଇଭିଂ ଟେଷ୍ଟିଂ ରେ ପାସ୍ ମଧ୍ୟ ହୋଇଗଲା। ତାପରେ ଦୁଇ ଜଣ ଯାକ ବାହାରି ପଡିଲୁ ଗାଁକୁ ଯିବାକୁ। ଯିବା ରାସ୍ତାରେ ଟ୍ରେନ ଆସୁଥିଲା ବୋଲି କିଛି ସମୟ ୱେଟ୍ କରିଲୁ। ଟ୍ରେନ ଯାଇସାରିଲା ପରେ ଆମେ ପଳେଇ ଆସିଲୁ ଗାଁକୁ। ପୁଣି ଦେଖା ହବ ନେକ୍ସଟ ଭିଡିଓରେ। ରାମ ରାମ।